नमस्कार ମୁଁ ଅମର କୁମାର ମହାରଣା ପିନ୍ कौन ये ସାର୍ ଏ ପିନ୍କୋଡ଼୍ କାର୍ଡ଼ ବିଷୟରେ ମୁଁ କିଛି କହିବାକୁ ଚାହିଁବି ସାର୍। ପିନ୍କୋଡ଼୍ କାର୍ଡ଼ ବର୍ତ୍ତମାନ ଓଡ଼ିଶାରେ ଆମର ଅକ୍ଟୋବର 12 ତାରିଖ ଦିନ ଲଞ୍ଚିଂ କରିସାରିଛି। ତାର ବର୍ତ୍ତମାନ ସେଲ୍ ଲାଇଭ୍ ହେବାକୁ ଯାଉଛି 17 ଜାନୁଆରୀରୁ ସେଲ୍ ଅପ୍ ଟୁ ଲାଇଭ୍ ହେବ ଆପ୍ରେ। ଆପ୍ ବି ଚାଲୁ ହୋଇଯିବ। କଷ୍ଟମର ମାନେ ଚାହିଁବେ ଯଦି ଆପ୍ ଡାଉନଲୋଡ଼୍ କରିକି 17 ତାରିଖରୁ ଯେକୌଣସି ଆପଣଙ୍କ ଯେମିତି ଅନଲାଇନ୍ରେ ବୁକିଂ କରୁଛନ୍ତି କୌଣସି ଡ୍ରେସ୍ ହେଉ ଯେକୌଣସି ଜିନିଷ ହେଉ ଆପଣ ଚାହିଁଲେ ସେଠୁ ବୁକ୍ କରିପାରିବେ। ଆଉ ଆ ଦେହରେ ଅପରଚ୍ୟୁନିଟି ଏଇଆ ରହୁଛି କମ୍ପାନୀ ବର୍ତ୍ତମାନ ସବୁ ଷ୍ଟେଟ୍ରେ ଗୋଟେ ଓଡ଼ିଶାରେ ଷ୍ଟେଟ୍ ଅଫ୍ ଦେଇଛି। ଷ୍ଟେଟ୍ ଅଫ୍ ଅଣ୍ଡରରେ କିଛି ସିଟି ଅଫ୍ ବି ଦେଇଛି। ଯେମିତି ଆମର ଓଡ଼ିଶାରେ ଅଛି 30ଟି ଜିଲ୍ଲା, 30ଟି ଜିଲ୍ଲାରେ ସିଟି ଅଫ୍ ବି ଦେଇଛି ଓ ତା ଅଣ୍ଡରରେ ପ୍ରତି ପିନ୍କୋଡ଼୍ ୱାଇଜ୍ ମିନି ଅଫ୍ କ୍ରିଏଟ୍ କରିଛି। ଯେଉଁଠିକି ଗୋଟେ କଷ୍ଟମର ଚାହିଁଲେ ଆରାମସେ ତା ପିନ୍କୋଡ଼୍ ଜୋନ୍ରେ ତାର ଯେଉଁମାନେ ଅଛନ୍ତି ଭର୍ଚୁଆଲ୍ ଦୋକାନଦାର ମାନେ କମ୍ପାନୀର ସେମାନେ ନେଇ ସେମାନଙ୍କ କତିରେ ପ୍ରଡ଼କ୍ଟଟିକୁ ପହଞ୍ଚାଇ ପାରିବେ ୱିଥ୍ ଓପନ୍ ଡେଲିଭରି। ଯେଉଁଟାକି କମ୍ପାନୀର ମେନ୍ କନସେପ୍ଟ ଅଛି ଯେ ସେ ଓପନ୍ ଡେଲିଭରି କଷ୍ଟମର ପାଇବ। ଆଉ ସେଠି ସେ ଜାଗାରେ ସିଏ କ'ଣ କରିବ ନା ଓପନ୍ ଡେଲିଭରିଟା ଚେକ୍ କଲା ପରେ ପ୍ରଡ଼କ୍ଟଟାକୁ ଚେକ୍ କଲା ପରେ ସିଏ ସେଇଟାକୁ ଚାହିଁବ ତାପରେ ପେମେଣ୍ଟ କରିବାକୁ। କିନ୍ତୁ କମ୍ପାନୀ ଦ୍ୱାରା କୌଣସି ଆଗରୁ ପେମେଣ୍ଟ ରିସିଭ୍ କରାଯିବ ନାହିଁ। ଯେତେବେଳେ କଷ୍ଟମର ଗୋଟେ କ୍ୱାଲିଟି ପ୍ରଡ଼କ୍ଟ ପାଇବ ବା ଚେକ୍ କରିସାରିବ ତାପରେ ଯାଇ ପେମେଣ୍ଟ ଦେଇପାରିବ କମ୍ପାନୀକି। ଆଜ୍ଞା କମ୍ପାନୀ ବର୍ତ୍ତମାନ ଯେଉଁଟା ଡେଲିଭରି ପିଲା ଆମର ଅଲଗା ସେକ୍ଟରରେ କହୁଛନ୍ତି ଆମର କମ୍ପାନୀ ତାକୁ ଭର୍ଚୁଆଲ୍ ଦୋକାନଦାର କହୁଛି ଭିଡି। କାରଣ ଭିଡ଼ିର କନସେପ୍ଟ କମ୍ପାନୀ ଏଥିପାଇଁ ପୁରେଇଛି ଭିଡ଼ି ମାନେ ପ୍ରଫିଟେବୁଲ୍ ହୁଅନ୍ତୁ, ଯାହାଫଳରେ କି କମ୍ପାନୀର ବିଜନେସ୍ ବି ଗ୍ରୋ କରିବ। ତ ସେଥିପାଇଁ ଭିଡ଼ିରେ ଯେଉଁ ଭିଡ଼ି ପିଲାଟିକୁ ଭଲ କନସେପ୍ଟ ମିଳୁଛି ତାର ରିଟେଲ୍ ମାର୍ଜିନ୍ ହିସାବରେ 5ରୁ 30% ପ୍ରତି କାଟାଗୋରୀରେ ମିଳୁଛି। ତ ମେ ବି ସେ ପିଲାଟି ଯେକୌଣସି ଡେଲିଭରି କରିବ ମେ ବି ଗୋଟେ ଦିନରେ 1200, 1500 କି 2000 କମେଇ ବି ପାରିବ, 3000 ବି କମେଇ ପାରିବ। ତ ତା ପାଇଁ ଭଲ ଅପରଚ୍ୟୁନିଟି ଅଛି ଲୋକାଲିଟିରେ। ଆଜ୍ଞା ସେଇଟା ବି କମ୍ପାନୀ ଇଣ୍ଟ୍ରୋଡ୍ୟୁସ୍ କରୁଛି। ପିଲାଟି ଚାହିଁଲେ ଅଫଲାଇନ୍ରେ ବି କିଛି ମାତ୍ରାରେ ସେଲ୍ କରିପାରିବ। ତାର ଫ୍ରେଣ୍ଡ ଜୋନ୍ ହେଉ ବା କମ୍ୟୁନିଟି ହେଉ ସେ ଚାହିଁଲେ ସେଠି ସେଲ୍ କରିବ। କାହିଁକି? କାରଣ ସେ ପିଲାଟି ଲୋକାଲିଟିର ସେଇ ପିନ୍କୋଡ଼ର। ସେ ଚାହିଁଲେ ତାର ହ୍ୱାଟ୍ସଆପ୍ ମାଧ୍ୟମରେ ହେଉ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଯେକୌଣସି ଅଫଲାଇନ୍ ମାଧ୍ୟମରେ ହେଉ ସେ ଚାହିଁଲେ କମ୍ପାନୀର ସେଇ ଆପ୍ରୁ ସେଲ୍ କରିକି ରିଟେଲ୍ ମାର୍ଜିନ୍ ବି କମେଇ ପାରିବ। ଆମେ ତ ଆଟାଚ୍ ଅଛୁ ହେଇଯିବ 4 ମାସ ହେଲା। ଅକ୍ଟୋବର 12 ତାରିଖରୁ ଆମେ କମ୍ପାନୀର ଲଞ୍ଚିଂରୁ ଆଟାଚ୍ ଅଛୁ। ଆଶା ଅଛି କମ୍ପାନୀ ନିହାତି ଭାବରେ ଇ କମର୍ସ ବିଜନେସ୍ କ୍ଷେତ୍ରରେ ନିହାତି ଭାବରେ ଉନ୍ନତି ଆଣିବ। ଯେଉଁଟା ଆମେ ହାଇବ୍ରିଡ୍ ଇ ମଡ଼େଲ୍ କହୁଛେ ତାର ନିହାତି ଭାବରେ ଚେଞ୍ଜେସ୍ ଆସିବ। ଆଉ କଷ୍ଟମର ବି ସାଟିସ୍ଫାଇ ହେବେ କାହିଁକିନା ଆଗକୁ ଓପନ୍ ଡେଲିଭରି ପାଇବେ। ଯେକୌଣସି ପ୍ରଡ଼କ୍ଟ ହେଉ ଏତିକି ବିଶ୍ୱାସ ଆସିବ ଯେ ନାଇଁ ଆମେ କ୍ୱାଲିଟି ପ୍ରଡ଼କ୍ଟ ରିସିଭ୍ କଲୁ। ଆଉ ରିସିଭ୍ କରିବା ପରେ ସବୁଠୁ ବଢ଼ିଆ ଜିନିଷ ହେଲା ସେ ପେମେଣ୍ଟ କରିବେ। ଆଗରୁ କୌଣସି ପେମେଣ୍ଟ ରିସିଭ୍ ହେବ ନାହିଁ। ସେ ନିଜେ ଆଗେ ଦେଖିବେ ପରଖିବେ ଜିନିଷର କ୍ୱାଲିଟି କ'ଣ ଅଛି ବ୍ରାଣ୍ଡ କ'ଣ ଅଛି ତାପରେ ଯାଇ ସେ ପେମେଣ୍ଟ କରିବେ। ବାଇଚାନ୍ସ ଧରନ୍ତୁ କୌଣସି ପ୍ରଡ଼କ୍ଟ ଡ୍ୟାମେଜ୍ ପାଇଲେ କି କୌଣସି ହେଲେ ତ ଇନଷ୍ଟାଣ୍ଟ ସେଇ ଜାଗାରେ ହିଁ ରିଟର୍ନ ହୋଇଯିବ। କୌଣସି ଅସୁବିଧା ହେବନି କଷ୍ଟମର ବିଲିଭ୍ ସହିତ ସେଇଟା ବିଶ୍ୱାସ କରିକି ସେଇଟା ନେଇପାରିବ। ନିହାତି ସାର୍ କମ୍ପାନୀର ପଲିସି ତ ଭଲ ଅଛି। ପଲିସିକି ନେଇ ଯେଉଁ କମ୍ପାନୀ ଯିଏ ଯେମିତି ଭଲ ସୁବିଧା ଦେଇପାରିବ ଅଫର୍ ଦେଇପାରିବ ପିଲାଙ୍କୁ ଯାହାକୁ ଭଲ ସୁହାଇବ କମ୍ପାନୀର ପଲିସି ବା ଇନକମ୍ ସୋର୍ସ ଦେଇପାରିବ ତ ସେଥିପାଇଁ ପିଲା ରିକମେଣ୍ଡ କରିବେ ନାହିଁ ଆମେ ଏଇ କମ୍ପାନୀରେ କାମ କରିବୁ ସେ କମ୍ପାନୀରେ କାମ କରିବୁ। ବର୍ତ୍ତମାନ ତ ପିଲା ବହୁତ ଆଗ୍ରହ ଅଛନ୍ତି। ଆମମାନେ ବି ଆଗ୍ରହ ଅଛୁ ଯେ କେମିତି କମ୍ପାନୀ ଓଡ଼ିଶାରେ ଭଲ ଲଞ୍ଚିଂ ପ୍ରୋଗ୍ରାମଟେ କରି ଭଲ କି ଆଗକୁ ଯାଉ ବୋଲି।